ଆପଣଙ୍କର ଯଦି କନ୍ୟା ରାଶି ହୋଇଥାଏ ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ କନ୍ୟା ରାଶିର ବ୍ୟକ୍ତିବିଶେଷଙ୍କର ଜୀବନରେ ଏହି 2026ର ନୂତନ ବର୍ଷରେ ଆପଣଙ୍କ ଜୀବନରେ ଯେଉଁ ବାଧାବିଘ୍ନ ଆସୁଥିଲା ସେଗୁଡ଼ିକ ସବୁ ଦୂର ହୋଇଯିବ ଏବଂ ଆପଣଙ୍କ ଜୀବନଟି ବହୁତ ମାତ୍ରାରେ ସୁନ୍ଦର ଏବଂ ସରଳମୟ ମଧ୍ୟ ହୋଇଯିବ। ତେଣୁ ଆପଣ ଯଦି କନ୍ୟା ରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି ତେବେ କମେଣ୍ଟରେ ଜୟ ଜଗନ୍ନାଥ, ଜୟ ଶନିଦେବ, ଜୟ ମହାଦେବ ନିଶ୍ଚୟ ଲେଖିବେ ଏବଂ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖିବେ। ଦେଖନ୍ତୁ, କନ୍ୟା ରାଶିର ବ୍ୟକ୍ତିବିଶେଷଙ୍କର ପ୍ରଥମତଃ ଅଧିପତି ହେଉଛନ୍ତି ଏହି 2026ରେ ବୁଧ ମହାଗ୍ରହ, ଯାହାକି ଆପଣଙ୍କ ପାଇଁ ବହୁତ ମାତ୍ରାରେ ଉନ୍ନତି କରାଇବେ ଏବଂ ଆପଣଙ୍କ ପାଇଁ ମଧ୍ୟ ଅନୁକୂଳରେ ଅଟନ୍ତି ଏବଂ ଅନୁକୂଳରେ ମଧ୍ୟ ଅଛନ୍ତି, ଯାହାକି ଆପଣଙ୍କର ଯେଉଁ ଶୈଳୀ ଅଛି, ମାନେ ଆପଣଙ୍କର ଯେଉଁ ନକାରାତ୍ମକ ଶକ୍ତି ଥିଲା, ଯାହା ଆପଣଙ୍କୁ ଉପରକୁ ଉଠାଇବାକୁ ଦେଉନଥିଲା ସେଗୁଡ଼ିକୁ ସବୁ ଦୂର ହୋଇଯିବ। ଦେଖିବେ ଆପଣଙ୍କର ବହୁତ ମାତ୍ରାରେ ଉନ୍ନତି ଘଟିବ। କେଉଁ କ୍ଷେତ୍ରରେ ନା ଆପଣଙ୍କର ବ୍ୟବସାୟ କ୍ଷେତ୍ରରେ। ଯେମିତିକି ଆପଣ କୌଣସି ବ୍ୟବସାୟ କରନ୍ତି, ଯେକୌଣସି ମାତ୍ରାରେ ହେଉନା କାହିଁ ଆପଣ ଯଦି ଏକ ବ୍ୟବସାୟ କରନ୍ତି ତେବେ ଆପଣଙ୍କର ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଉନ୍ନତି ଘଟିବ। ଆପଣଙ୍କର ଚାକିରି କ୍ଷେତ୍ରରେ ମଧ୍ୟ ଉନ୍ନତି ଘଟିବ। ଦେଖିବେ ବହୁତ ମାତ୍ରାରେ ଏହି 2026ରେ କନ୍ୟା ରାଶିର ବ୍ୟକ୍ତିବିଶେଷ ମାନେ ବହୁତ ମାତ୍ରାରେ ଉନ୍ନତି କରିବେ। ଆପଣ ଯଦି ଏକ ଚାକିରି କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କର ଚାକିରି କ୍ଷେତ୍ରରେ ମଧ୍ୟ ଉନ୍ନତି ଘଟିବ। ପ୍ରାୟତଃ ଦେଖିବେ କନ୍ୟା ରାଶିର ବ୍ୟକ୍ତିବିଶେଷ ମାନେ ଏହି 2026ରେ କୌଣସି ନୂତନ ଗୃହ ମଧ୍ୟ ନିର୍ମାଣ କରିପାରନ୍ତି, କାରଣ ଆପଣଙ୍କର ଶନି ରହିଛନ୍ତି ଆପଣଙ୍କର ନବମ ଘରେ, ଯାହାକି ଆପଣଙ୍କ ପାଇଁ ଅନୁକୂଳ ଅଛି ଏବଂ ଆପଣଙ୍କ ପାଇଁ ମଧ୍ୟ ବହୁତ ମାତ୍ରାରେ ଶୁଭ ମନାଯାଇଥାଏ। କନ୍ୟା ରାଶିର ବ୍ୟକ୍ତିବିଶେଷ ମାନଙ୍କ ପାଇଁ ଏହି ଶନିଙ୍କର ନବମ ଘରେ ଚଳନ କରିବା ଦ୍ୱାରା ଆପଣ କୌଣସି ଯାନବାହନ କ୍ରୟ କରିପାରନ୍ତି, କୌଣସି ବାସଗୃହ ମଧ୍ୟ ନିର୍ମାଣ କରିପାରନ୍ତି। ଶତ୍ରୁଙ୍କର ମଧ୍ୟ ନାଶ ଘଟିବ। ଆପଣଙ୍କୁ ଶତ୍ରୁଙ୍କର ବହୁତ ମାତ୍ରାରେ ଭୟ ହୋଇଯିବ। ଶତ୍ରୁ ଆପଣଙ୍କର ଆଖପାଖକୁ ମଧ୍ୟ ଆସିବେ ନାହିଁ। ଦେଖିବେ ବହୁତ ମାତ୍ରାରେ ଆପଣଙ୍କର ପରିବର୍ତ୍ତନ ଘଟିବ ଏବଂ ଦେବଗୁରୁ ବୃହସ୍ପତି ରହିଲେ ଆପଣଙ୍କର ସପ୍ତମ ଭାଗରେ, ଯାହାକି ଶନିଙ୍କର ମଧ୍ୟସ୍ଥ ଏବଂ ବୁଧଙ୍କ ମାନେ ଆପଣଙ୍କର ଅଧିପତିଙ୍କର ମଧ୍ୟ ନିଚସ୍ତମରେ ରହିଲେ, ଯାହାକି ବହୁତ ମାତ୍ରାରେ ଶୁଭ ମନାଯାଇଥାଏ ଏବଂ ଦେବଗୁରୁ ବୃହସ୍ପତି ଆପଣଙ୍କର ଅଧିପତି ଏବଂ ଇଷ୍ଟଦେବଙ୍କର ନିଚ ସ୍ଥାନରେ ଥିବାରୁ ଆପଣଙ୍କୁ ବହୁତ ମାତ୍ରାରେ ଧନ ଏବଂ ଜ୍ଞାନର ମଧ୍ୟ ପ୍ରାପ୍ତି କରାଇବେ। ଆପଣଙ୍କର ଯେଉଁ ବାଧାବିଘ୍ନ ଆସୁଥିଲା ସ୍ୱାସ୍ଥ୍ୟ କ୍ଷେତ୍ରରେ ହେଉ କିମ୍ବା ପାରିବାରିକ କ୍ଷେତ୍ରରେ ହେଉ, ଏଗୁଡ଼ିକୁ ମଧ୍ୟ ସୁଦୃଢ଼ କରାଇବେ। ଖାସ କରି ଦେବଗୁରୁ ବୃହସ୍ପତି ଆପଣଙ୍କର ଲଭ୍ ଲାଇଫ୍ କ୍ଷେତ୍ର ଏବଂ ପାରିବାରିକ କ୍ଷେତ୍ରରେ ବହୁତ ମାତ୍ରାରେ ସୁଦୃଢ଼ କରାଇବେ। ଆପଣଙ୍କର ଜୀବନଶୈଳୀକୁ ମଧ୍ୟ ବହୁତ ମାତ୍ରାରେ ଚେଞ୍ଜ କରିଦେବେ। ତେଣୁ ଆପଣଙ୍କର କନ୍ୟା ରାଶି ହୋଇଥାଏ ତେବେ ଆପଣଙ୍କର ଜୀବନଟି ଏହି 2026ରେ ବହୁତ ମାତ୍ରାରେ ପରିବର୍ତ୍ତନ ହେବ। ଆଉ ଗୋଟେ କଥା ମନେ ରଖନ୍ତୁ, ଆପଣଙ୍କୁ କିଛି ମାତ୍ରାରେ ଛୋଟ ମୋଟ ଆକ୍ସିଡେଣ୍ଟ ହୋଇପାରେ, କାରଣ ଆପଣଙ୍କର ରାହୁ କାଳ ଚାଲିବ 2026ରୁ। ରାହୁ କାଳ ଚାଲିବ ପ୍ରଥମ 4 ମାସ ପର୍ଯ୍ୟନ୍ତ। ତେଣୁ ପ୍ରଥମ 4 ମାସ ପର୍ଯ୍ୟନ୍ତ ଆପଣଙ୍କୁ ରାହୁ କାଳ ଚାଲିବାର ସମ୍ଭାବନା ଅଛି। ତେଣୁ ଆପଣ ପ୍ରତ୍ୟେକ ଦିନ ମହାଦେବ ମନ୍ଦିରକୁ ଯାତ୍ରା କରନ୍ତୁ। ଦେଖିବେ ମହାଦେବ ମନ୍ଦିରକୁ ଯାତ୍ରା କରିବା ଦ୍ୱାରା ଆପଣଙ୍କ ମନଟି ଶାନ୍ତିପୂର୍ଣ୍ଣ ଲାଗିବ ଏବଂ ଆପଣଙ୍କ ମନକୁ ମଧ୍ୟ ବହୁତ ଶାନ୍ତି ମିଳିବ। ଏବଂ ଆଉ ଗୋଟେ ମଧ୍ୟ ଦେଖିବେ, ଆପଣ ମହାଦେବ ମନ୍ଦିରକୁ ଯାତ୍ରା କରି ଜଳସିଂ କରିଲା ପରେ ଆପଣଙ୍କର ନବଗ୍ରହ ସ୍ଥିତି ମଧ୍ୟ ସୁଦୃଢ଼ ହୋଇଯିବ ଏବଂ ହନୁମାନ ଚାଳିଶା ମଧ୍ୟ ବେଳେବେଳେ ପାଠ କରିବନ୍ତୁ ଏବଂ ପାଠ କରିବାକୁ ମଧ୍ୟ ଚେଷ୍ଟା ଜାରି ରଖନ୍ତୁ। ହନୁମାନ ଚାଳିଶା ପାଠ କରିବା ଦ୍ୱାରା ଆପଣଙ୍କର ଜ୍ଞାନ ଏବଂ ଧନ ବୃଦ୍ଧି ହୋଇଥାଏ ଏବଂ ମନ ମଧ୍ୟ ସ୍ଥିର ହୋଇଥାଏ। ଆପଣଙ୍କ ମନକୁ ମଧ୍ୟ କଣ୍ଟ୍ରୋଲ କରିପାରନ୍ତି। ତେଣୁ ହନୁମାନ ଚାଳିଶା ମଧ୍ୟ ପାଠ କରନ୍ତୁ। ହରେ କୃଷ୍ଣ ମହାମନ୍ତ୍ର ଜପ କରନ୍ତୁ। ହରେ କୃଷ୍ଣ ମହାମନ୍ତ୍ର ଜପ କରିବା ଦ୍ୱାରା ଆପଣଙ୍କର ନବଗ୍ରହ ସ୍ଥିତି ପୁରା ସୁଦୃଢ଼ ହୋଇଯାଇଥାଏ। ଦେଖିବେ ଏହି 3ଟି କାର୍ଯ୍ୟ କରିବା ଦ୍ୱାରା ଆପଣଙ୍କର ପ୍ରତିକାର ହେଲା ଏହି 3ଟି କାର୍ଯ୍ୟ। ଏହି
ଆପଣ 2026ରେ ନୂତନ ବର୍ଷରେ ଏହି 3ଟି କାର୍ଯ୍ୟ କରିବା ଦ୍ୱାରା ଦେଖିବେ ଆପଣଙ୍କ ଜୀବନରେ ବହୁତ ମାତ୍ରାରେ ପରିବର୍ତ୍ତନ ଆସିବ। ଦେଖିବେ ଆପଣଙ୍କର ବହୁତ ମାତ୍ରାରେ ମଙ୍ଗଳ ହେବ। ଆପଣ ଯଦି କନ୍ୟା ରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି, ଏବେ କମେଣ୍ଟରେ ଜୟ ଜଗନ୍ନାଥ, ଜୟ ଶନିଦେବ, ଜୟ ମହାଦେବ ନିଶ୍ଚୟ ଲେଖିବେ ଏବଂ ଆପଣଙ୍କୁ ଭିଡ଼ିଓଟି କିପରି ଲାଗିଲା କମେଣ୍ଟରେ ମଧ୍ୟ ନିଶ୍ଚୟ ଜଣାଇବେ। ରହୁଛୁ, ଧନ୍ୟବାଦ।